ଆଜି ଦେଖନ୍ତୁ କଦଳୀ ଭଜା କେତେ ସୁନ୍ଦର କଲର୍ ଆସିଛି। କଦଳୀ ଭଜା ଗୁଡ଼ିକ ଦେଖନ୍ତୁ। ଆଉ ମୁଁ କ'ଣ ସବୁ ମିଶେଇଛି ଆଉ କେମିତି ଭାଜିଛି, କେଉଁଥିରେ କେମିତି କ'ଣ ମିଶେଇକି ଭାଜିଛି ତାକୁ ଆଜି ମୁଁ ଦେଖେଇବି ଭିଡ଼ିଓରେ। ଆପଣ ଭିଡ଼ିଓ ପୁରା ଦେଖନ୍ତୁ। ଆଉ ତାପରେ ଯଦି ଭଲ ଲାଗିବ ଭିଡ଼ିଓ କିଛି ମତାମତ ମଧ୍ୟ ଦେବେ। ଆଉ ଚାଲନ୍ତୁ ତାହେଲେ ମୁଁ କେମିତି ବନେଇଛି ମାନେ ଭାଜିଛି ଦେଖେଇଦେବି। ପ୍ରଥମେ ମୁଁ କ'ଣ କରିଛି, କଦଳୀ ନେଇଛି। ମୁଁ 3ଟି କଦଳୀ ନେଇଛି। 3ଟି କଦଳୀକୁ 3 ପିସ୍ କରି କାଟିକି ତାକୁ ଏମିତି ପତଳା ପତଳା କରି ପୁଣି କାଟି ଦେଇଛି ଚୋପା ଛଡ଼େଇକି। ଆଉ ଲୁଣ ହଳଦୀ ପାଣିରେ ଧୋଇ ଦେଇଛି ପ୍ରଥମେ। ଆପଣ ମନେ ରଖିଥିବେ ସବୁବେଳେ ମାନେ ଲୁଣ ସହିତ ହଳଦୀ ଟିକେ ମଧ୍ୟ ପକେଇକି ପାଣିରେ ଧୋଇବେ। କେତେଜଣ ଅଛନ୍ତି ଖାଲି ମାନେ କେବଳ ଲୁଣରେ ଧୁଅନ୍ତି କିମ୍ବା କେବଳ ହଳଦୀରେ ଧୁଅନ୍ତି। ମୁଁ କ'ଣ କରିଛି, ଲୁଣ ହଳଦୀ 2ଟି ଯାକ ମିଶେଇକି ପାଣିରେ ଧୋଇ ନେଇଛି କଦଳୀ ଗୁଡ଼ିକୁ, କଟା କଦଳୀ ଗୁଡ଼ିକୁ। ତାପରେ ମୁଁ କ'ଣ କରିଛି, ବଡ଼ ଚାମଚରେ ବେସନ 2-3 ଚାମଚ ନେଇଛି। 3 ଚାମଚ ପାଖାପାଖି ମୁଁ ନେଇଛି। ତାପରେ କ'ଣ ମୁଁ କରିଛି ଦେଖିବେ। ତାପରେ ମୁଁ କ'ଣ କରିଛି ନା ଯେଉଁ ଟମାଟୋ ପିଉରି ମାନେ କ'ଣ କି, ଟମାଟୋ ମୁଁ ସିଝେଇ ନେଇଥିଲି। ସିଝେଇକି ତାକୁ ଗ୍ରାଇଣ୍ଡ କରିନେଇଥିଲି। ସେଥିରୁ ଯେଉଁ ମାନେ ସେଇ ଟମାଟୋ ରସ ବା ଟମାଟୋ ପିଉରି ପକେଇକି 2 ଚାମଚ ପାଖାପାଖି, ଟିକେ ଖଟା ଅଂଶ ରହିବ, ଭଲ ଲାଗିବ। ତାପରେ ଦେଖନ୍ତୁ ମୁଁ ନେଇଛି ମିଟ୍ ମସଲା ଆଉ ଆମଚୁର ପାଉଡ଼ର ଟିକେ ମଧ୍ୟ ମିଶିଛି ମିଟ୍ ମସଲାରେ। ମୁଁ ମିଟ୍ ମସଲାରେ ଆମଚୁର ପାଉଡ଼ର ଅଳ୍ପ କିଛି ମିଶେଇକି ରଖିଦେଇଛି। ତାପରେ ନେଇଛି ହଳଦୀ, ଆବଶ୍ୟକ ଅନୁସାରେ ହଳଦୀ, ସ୍ୱାଦ ଅନୁସାରେ ଲୁଣ, ଏସବୁ ମିଶେଇ ଦେଇଛି। ତାପରେ ପାଣି ଅଳ୍ପ ଦେଖିକି ପାଣି ଦେବେ, ମାନେ ମିଶେଇବେ ଯେମିତିକି ପାଣିଆ ନ ହେଇଯିବ। ଆଉ କ'ଣ କରିବେ ନା ଏମିତି ଘାଣ୍ଟିବେ। ଘାଣ୍ଟିକି ଦେଖିବେ ଯଦି ଅତ୍ୟଧିକ ମାନେ ବହଳା ହେଇଯାଇଥିବ, ବହଳିଆ, ତାପରେ କ'ଣ କରିବେ ନା ଆଉ ଅଳ୍ପ କିଛି ପାଣି ଦେଇଦେବେ। ଆଉ ଟିକେ ଏଥିରେ ପାଣି ଲାଗିବ। ଆଉ ମୁଁ ଅଳ୍ପ ଟିକେ ପାଣି ମିଶେଇବି ଦେଖନ୍ତୁ। ଆଉ ପୁରା ମାନେ ଆଉ 2-3 ଚାମଚ ପାଣି। ବେଶୀ ପାଣିଆ କରିବେନି କି ବେଶୀ ମୋଟା କରିବେନି, ଯେମିତିକି କଦଳୀ ଗୁଡ଼ିକ ବୁଡ଼ିବ ସେଇଭଳିଆ କରିବେ। ଦେଖନ୍ତୁ ଏତିକି ମୋଟା ରହିବ ବେସନ, ମାନେ ଆମର ମସଲା ଯେଉଁ। ତାପରେ ମୁଁ ତାୱାରେ ଭାଜିଛି। କେତେ ସୁନ୍ଦର ଭଜା ହେଇଛି ଦେଖନ୍ତୁ। ଟମାଟୋ ପଡ଼ିଛି ମସଲାରେ, ତାପରେ ଟମାଟୋ ପିଉରି, ତା ସହିତ ଆମଚୁର ପାଉଡ଼ର ଅଛି, ତା ସହିତ ମିଟ୍ ମସଲା, ଲୁଣ ହଳଦୀ ତ ପଡ଼ିବ। ଆଉ ଏତିକି ନେଇକି ମୁଁ ଗୋଟେ ପେଷ୍ଟ ବନେଇକି କଦଳୀ କଟା ଗୁଡ଼ିକୁ ବୁଡ଼େଇକି ତାୱାରେ ଭାଜିଛି। ଆଉ କେତେ ସୁନ୍ଦର ହେଇଛି ଦେଖନ୍ତୁ। ତାପରେ ମୁଁ କ'ଣ କରିଛି ନା ଟିକେ ଶୋ ବଢ଼େଇବା ପାଇଁ ବୋଲି ପିଆଜ ରାଉଣ୍ଡ କାଟିକି, ମାନେ ଗୋଲ ଗୋଲ କାଟିକି ପିଆଜକୁ ଦେଖନ୍ତୁ ତା ଉପରେ ସଜେଇ ଦେଇଛି, ମାନେ ଖୋଲି ଦେଇଛି ପିଆଜ ଗୁଡ଼ିକୁ। ଦେଖନ୍ତୁ ରାଉଣ୍ଡ କାଟିକି ପିଆଜ ଗୁଡ଼ିକୁ ଖୋଲି ଦେଇଛି, ଖୋଲିକି ସଜେଇ ଦେଇଛି। ଆପଣ ଧନିଆ ପତ୍ରରେ ସଜେଇ ପାରିବେ, ଟମାଟୋ ଦେଇକି ମାନେ ତା ଉପରେ ଦେଇକି ମାନେ ସଜେଇ ପାରିବେ। ଆପଣ ଗାଜର ଦେବେ ରାଉଣ୍ଡ। ତାପରେ ଆଉ କ'ଣ ଦେଇପାରିବେ, ଏ ଯେଉଁ କଞ୍ଚା ଲଙ୍କା। ଦେଖନ୍ତୁ କେତେ ସୁନ୍ଦର ହେଇଛି ଆଜିର ଖାଇବା ଥାଳି। ଦେଖନ୍ତୁ ମୁଁ ଆଜି କ'ଣ କରିଛି, ଭାତ ଟିକେ ଲେଟ୍ରେ ରାନ୍ଧିଛି। ତ ସମୟ ଟିକେ ମାନେ ଆମକୁ ସମୟ ଅନୁସାରେ କାମ କରିବାକୁ ପଡ଼େ। ତ ମୁଁ କ'ଣ କରିଛି, ପ୍ରଥମେ ଭାତ ନ ବାଢ଼ିକି ଭାତ ଗାଳି ନଥିଲି, ତ ଖାଇବା ପାଇଁ ଲେଟ୍ ହେଇଯାଉଥିଲା। ତ ମୁଁ କ'ଣ କଲି, ଭାତ ନ ଗାଳିକି ପ୍ରଥମେ କ'ଣ କରିଛି, ଡାଲି, ତରକାରୀ, ଭଜା, ଆଚାର, ଦହି ଯାହା କିଛି ପ୍ରଥମେ ବାଢ଼ି ଦେଇଛି। ଆଉ ଦହିରେ ମଧ୍ୟ ମୁଁ ଚିନି ମିଶେଇଛି। ଦେଖନ୍ତୁ ଆପଣମାନଙ୍କୁ କାହାକୁ ପସନ୍ଦ ଲାଗେ କି ମାନେ ଦହିରେ ଚିନି ମିଶେଇକି ଖାଇବା ପାଇଁ? ଲୁଣ ଲଙ୍କା ତ ମିଶାନ୍ତି, କଞ୍ଚା ଲଙ୍କା ଆଉ ଲୁଣ ମିଶେଇ ଖାଆନ୍ତି। ଦେଖନ୍ତୁ ମୁଁ ପରେ ଭାତ ବାଢ଼ିଛି। ପ୍ରଥମେ ସବୁ ଡାଲି ତରକାରୀ ସବୁ ବାଢ଼ିଦେଲି, ତାପରେ ମୁଁ ଭାତ ବାଢ଼ିଛି। ଭାତ ପଛେ ଗାଳିଲି ଲେଟ୍ରେ।
ଦେଖନ୍ତୁ କେତେ ସୁନ୍ଦର ଲଞ୍ଚ ଥାଳି। ଭିଡ଼ିଓ ଦେଖୁଥିବାରୁ ଧନ୍ୟବାଦ।